5 ଅକ୍ଟୋବର 1974 ମସିହାରେ ଖଇରୀ ଜନଜାତିର କିଛି ଲୋକ ମହୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲର ନଟା ଭିତରୁ କେଉଁ ଏକ ଜୀବର କାନ୍ଦିବାର ଶବ୍ଦ ଶୁଣାଗଲା। ଆଗକୁ ଯାଇ ସେମାନେ ଛୋଟ ବାଘ ପାଇଲେ। ତାକୁ ଦେଖିକି ତାଙ୍କର ମନେ ହେଲା ବହୁତ ସମୟ ଆଗରୁ ସେ ତା ମା ଠାରୁ ଅଲଗା ହୋଇଛି। ସେମାନେ କିଛି ଉପାୟ ନ ପାଇ ଅନ୍ୟ ବନ୍ୟଜନ୍ତୁଙ୍କ କବଳରୁ ତାକୁ ରକ୍ଷା କରିବା ପାଇଁ ସେ ମିଷ୍ଟର ଚୌଧୁରୀଙ୍କ ପାଖକୁ ନେଇ ଆସିଲେ। ମିଷ୍ଟର ଚୌଧୁରୀଙ୍କ ବଙ୍ଗଳାରେ କୁମ୍ଭୀର, ତାଙ୍କର ଛୋଟ ଭାଲୁ, ଜମ୍ବୁ, ହେଟା ବାଘ ଯିଏକି ଅନ୍ଧ ଥିଲା, ସେମାନେ ରହୁଥିଲେ। ସେମାନେ ତାଙ୍କ ଘରେ ଖଇରୀକୁ ସ୍ଥାନ ଦେଲେ। ସମୟ ସହିତ ଖଇରୀ ବଡ଼ ହେଲା। ଖଇରୀକୁ ତାଙ୍କର ଝିଅ ବୋଲି ମାନୁଥିଲେ, କାରଣ ସରୋଜ ରାଜ ଚୌଧୁରୀ ଆଉ ତାଙ୍କ ପତ୍ନୀ ନଳିନୀଙ୍କର ସନ୍ତାନ ନଥିଲେ। ସେମାନେ ଖଇରୀଙ୍କୁ ତାଙ୍କର ଝିଅ ପରି ମାନୁଥିଲେ। ଖଇରୀ ଛଡ଼ା ତାଙ୍କର ଆଉ କେହି ବି ନଥିଲେ। ତାଙ୍କ ପତ୍ନୀ ଥିଲେ ନିହାର ନଳିନୀ ସ୍ୱାଇଁ। ଖଇରୀ ଓ ତାଙ୍କର ପ୍ରେମ ଏମିତି କହିଲେ ଚଳେ ଯେ ଖଇରୀ ସରୋଜ ଏବଂ ନିହାର ନଳିନୀଙ୍କ ବ୍ୟତୀତ ଅନ୍ୟ କାହା ହାତରୁ ଖାଇବା ଖାଉନଥିଲା। ଦିନ ବିତିବା ସହିତ ଖଇରୀ ବଡ଼ ହେଉଥିଲା। ସରୋଜକୁ ଜଣାଥିଲା ଖଇରୀ ଦିନେ ନା ଦିନେ ତାଙ୍କୁ ଏକା କରି ଜଙ୍ଗଲକୁ ଚାଲିଯିବ। ଯେତେବେଳେ ସରୋଜ ଭାବିଲେ ଖଇରୀ ଜଙ୍ଗଲରେ ରହିବାର ବୟସ ହୋଇ ଆସିଲେଣି, ସେ ଖଇରୀଙ୍କୁ ନେଇ ଜଙ୍ଗଲରେ ଛାଡ଼ି ଆସିଲେ। କିନ୍ତୁ ଖଇରୀ ଜଙ୍ଗଲରେ ଲୁଚି ପୁଣି ପଳାଇ ଆସେ ତାଙ୍କ ଘରକୁ। ଏମିତି ଅନେକ ଥର କରିଲେ। ଅନେକ ଥର ଖଇରୀ ତାଙ୍କ ଘରକୁ ଫେରି ଆସେ। ତ ସେମାନେ ତାଙ୍କ ପାଖରେ ସେବେଠୁ ଖଇରୀକୁ ରଖିଲେ। 7 ବର୍ଷ ହସ ଖେଳରେ କେତେବେଳେ ବିତିଗଲା ତା ଜଣା ପଡ଼ିଲା ନାହିଁ। ସବୁକିଛି ଠିକ୍ ଚାଲିଥିଲା। କିନ୍ତୁ ଗୋଟେ ଦିନ ଚୌଧୁରୀଙ୍କ ପାଖରୁ ସବୁକିଛି ଚାଲିଗଲା। ଚୌଧୁରୀ କିଛି କାମରେ ବାହାରକୁ ଯାଇଥିଲେ। ସେତେବେଳେ ରେବିସ୍ ସଂକ୍ରମିତ କୁକୁର ତାଙ୍କ ବଙ୍ଗଳାକୁ ଆସି ମଣିଷ ଓ ଜୀବଜନ୍ତୁକୁ କାମୁଡ଼ିବା ପାଇଁ ଗୋଡ଼ାଇଲା। ସେତେବେଳେ ଖଇରୀ ନଳିନୀଙ୍କ ପାଖରେ ଥିଲେ। ସ୍ୱର ଶୁଣି ବାହାରକୁ ଆସିଲେ। ଖଇରୀଙ୍କ ସହିତ ନଳିନୀ ମଧ୍ୟ ଆସିଲେ। କୁକୁର ନଳିନୀଙ୍କୁ କାମୁଡ଼ିବାକୁ ଗୋଡ଼ାଇଲା। ତାଙ୍କ ମା ପାଖରେ ପହଞ୍ଚିଲା ପୂର୍ବରୁ ଖଇରୀ ଯାଇ ତାକୁ ମାରିଦେଲା। ପଶୁ ଚିକିତ୍ସକ ଆସିଲେ, ଚିକିତ୍ସା ମଧ୍ୟ କଲେ। ଯେତେ ଚିକିତ୍ସା କଲେ ମଧ୍ୟ ସେମାନେ ଖଇରୀକୁ ଭଲ କରିପାରିଲେ ନାହିଁ। ସଂକ୍ରମଣ ବଢ଼ି ବଢ଼ି ଚାଲିଲା। ରାବିଟ୍ ସଂକ୍ରମଣକାରୀ ପରି ବିହେଭ୍ ଆରମ୍ଭ କଲା ଖଇରୀ। ତା କଷ୍ଟ ଦେଖି ଡାକ୍ତର ୟୁଥୋନାଇଜ୍ କରିବା ପାଇଁ କହିଲେ। ୟୁଥୋନାଇଜେସନ୍ ଏମିତି ପ୍ରକ୍ରିୟା ଦିଆଯାଇଥାଏ ଯେଉଁ ପଶୁମାନଙ୍କର ବେମାରର ଇଲାଜ ନଥାଏ, ତା କଷ୍ଟକୁ ବଞ୍ଚାଇବା ପାଇଁ ଇଞ୍ଜେକ୍ସନ୍ ଦ୍ୱାରା ତାର ହୃଦୟ ଗତିକୁ ରୋକି ଦିଆଯାଇଥାଏ। ଚୌଧୁରୀ ଦମ୍ପତିଙ୍କ ପାଇଁ ଏହା ନିର୍ଣ୍ଣୟ କରିବା ଏକ କଷ୍ଟକର ବ୍ୟାପାର ଥିଲା। ଖଇରୀର କଷ୍ଟ ସେମାନେ ସହିପାରିଲେ ନାହିଁ। ଏହାର ସ୍ୱୀକୃତି ଦେବାକୁ ତାଙ୍କୁ ପଡ଼ିଲା। ଏହା ସହିତ ଖଇରୀକୁ ସବୁଦିନ ପାଇଁ ଶୁଆଇ ଦିଆଗଲା। ଖଇରୀର ପାର୍ଥିବ ଶରୀରକୁ ତାଙ୍କ ବଙ୍ଗଳାର ହତା ମଧ୍ୟରେ ପୋତି ଦିଆଗଲା। ଚୌଧୁରୀଙ୍କ ଦୁଃଖର ସୀମା ରହିଲା ନାହିଁ। ତାଙ୍କ ଦେହ ଖରାପ ହେବାକୁ ଲାଗିଲା। ଖଇରୀ ମୃତ୍ୟୁର 1 ବର୍ଷ ପରେ ଚୌଧୁରୀ ମଧ୍ୟ ଏ ଦୁନିଆ ଛାଡ଼ିଦେଲେ।